হচ্ছে ଆଉ ଗୋଟେ ନୂଆ ଭିଡ଼ିଓକୁ ଦେଖନ୍ତୁ। ବିଏସସି କମ୍ପଲସରି ସବଜେକ୍ଟ ଆର୍ଟ୍ସ ସାଇନ୍ସ କମର୍ସ ବିଏ ବିକମ୍ ବିବିଏ ବିସିଏ ସମସ୍ତଙ୍କ ପାଇଁ ମାନେ ସିଲାବସ୍ ସମାନ ଅଛି ଏବଂ କମ୍ପଲସରି ସବଜେକ୍ଟ ଦେଖନ୍ତୁ ବିଏସସି ଯେଉଁଟାକି ଇଭିଏସ୍ କୁହାଯାଏ। ତ ଆଜି ଆମେ ମୋଷ୍ଟ ଇମ୍ପୋର୍ଟାଣ୍ଟ ସିଲେକ୍ସନ୍ କୋଶ୍ଚିନ୍ 5 ମାର୍କ ଏବଂ 2 ମାର୍କର ଡିସ୍କସନ୍ କରିବା, ବୁଝିପାରିଲେ। ତ ଏଇଭଳିଆ କୋଶ୍ଚିନ୍ ହିଁ ଆସେ, ତ ଆପଣମାନଙ୍କୁ ଦେଖାଇ ଦେଉଛି ମୁଁ। ତ ଆଗକୁ ଯେଉଁମାନଙ୍କର ଏକ୍ଜାମ୍ ଅଛି ନିହାତି ଭାବରେ ଦେଖନ୍ତୁ ଆଉ ଏ କୋଶ୍ଚିନ୍ର ଆନ୍ସର୍କୁ ପ୍ରିପାରେସନ୍ କରନ୍ତୁ, ବାରମ୍ବାର ପ୍ରିପାରେସନ୍ କରନ୍ତୁ, ଗ୍ୟାରେଣ୍ଟି କୋଶ୍ଚିନ୍ ଆସେ। ତ ଚାଲନ୍ତୁ, ତା ପୂର୍ବରୁ ଚ୍ୟାନେଲ୍କୁ ନ ଆସିଲେ ସମସ୍ତେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ ପ୍ରେସ୍ କରିଦେବେ ଆଉ ଭିଡ଼ିଓକୁ ସମସ୍ତେ ଗୋଟେ ଗୋଟେ ଲାଇକ୍ କରିଦେବେ, ବୁଝିପାରିଲେ। ଭିଡ଼ିଓକୁ ସମସ୍ତେ ଗୋଟେ ଗୋଟେ ଲାଇକ୍ କରିଦେବେ, ଯାହାଫଳରେ କି ପ୍ରତ୍ୟେକ ଦିନ ଆମେ ଏଭଳିଆ କ୍ଲାସ୍ କରିବା ଏବଂ ପ୍ରତ୍ୟେକଟି ମୁଁ କ୍ଲାସ୍ ସିଲେକ୍ସନ୍ କୋଶ୍ଚିନ୍ ମାନେ ପ୍ରୋଭାଇଡ଼ କରୁଛନ୍ତି, ମାନେ ଦେଖିନାହାନ୍ତି ଯେଉଁମାନେ ଯାଇକି ଦେଖିପାରିବେ। ତ ଚାଲନ୍ତୁ ଦେଖନ୍ତୁ, ପ୍ରଥମ କୋଶ୍ଚିନ୍ ହେଉଛି ପରିସଂସ୍ଥା କ'ଣ, ମାନେ ହ୍ୱାଟ୍ ଇଜ୍ ଇକୋସିଷ୍ଟମ୍ ହେଲା। ଇକୋସିଷ୍ଟମ୍ କହିଲେ କ'ଣ ବୁଝ? ତ ଦେଖନ୍ତୁ, ଲଙ୍ଗ୍ କୋଶ୍ଚିନ୍ ଆସିଲେ 5 ମାର୍କ ଆସିଲେ ଲେଖିବେ, ଆଇଦର୍ 2 ମାର୍କ ଆସିଲେ ମଧ୍ୟ ଏଭଳିଆ ଲେଖିବେ। ତ ଚାଲନ୍ତୁ ଆମେ ଜାଣିବା। ତ ଦେଖନ୍ତୁ, ଗୋଟିଏ ଅଞ୍ଚଳରେ ବାସ କରୁଥିବା ସମସ୍ତ ସଜୀବ ଯଥା ଉଦ୍ଭିଦ ପ୍ରାଣୀ ଓ ଅଣୁଜୀବ ହେଲା, ଏଇଟା ଅଣୁଜୀବ ଏବଂ ନିର୍ଜୀବ ବସ୍ତୁ ଯଥା ମାଟି ପାଣି ପବନକୁ ନେଇ ପରିସଂସ୍ଥା ଗଠିତ। ମାନେ ପରିସଂସ୍ଥା କାହାକୁ ନେଇ ଗଠିତ? ପଶୁ ପକ୍ଷୀ କିମ୍ବା ଯେଉଁଟାକି ପ୍ରାକୃତିକ ଜିନିଷ ଯେଉଁଟାକି ମାଟି ପାଣି ପବନକୁ ନେଇ ପରିସଂସ୍ଥା ଗଠିତ ହୋଇଥାଏ। ତ ପୃଥିବୀରେ ଅନେକ ପ୍ରକାର ପୃଥିବୀରେ ଅନେକ ପ୍ରକାର ପରିସଂସ୍ଥା ରହିଛି, ଯଥା କ'ଣ? ତୃଣଭୂମି ପରିସଂସ୍ଥା ମାନେ ଯେଉଁଟାକି ଗଛ ଲତା ହେଲା, ଜଙ୍ଗଲ ପରିସଂସ୍ଥା ଯେଉଁଟାକି ଜଙ୍ଗଲ ମାନେ ଗଛ ଲତା, ଏ ତୃଣଭୂମି ମାନେ କ'ଣ? ଛୋଟ ଛୋଟ ପତ୍ର ଗୁଡ଼ାକ ହେଲା। ମଧୁର ଜଳ ପରିସଂସ୍ଥା ଯେଉଁଟାକି ସାମୁଦ୍ରିକ ପରିସଂସ୍ଥା, ମରୁଭୂମି ପରିସଂସ୍ଥା। ତ ଏଇଭଳିଆ ପ୍ରତ୍ୟେକଟି କ'ଣ ହେଉଛି ଆମର ପରିସଂସ୍ଥା ଗୁଡ଼ିକ ରହିଛି, ମାନେ ସେପାରେଟ୍ ରହିଛି, ବୁଝିପାରିଲେ। ତ ଇତ୍ୟାଦି ରହିଛି। ତ ଦେଖ, ପରିସଂସ୍ଥା ପରିବେଶର ଏକ ଗାଠନିକ ଓ କ୍ରିୟାତ୍ମକ ଏକକ। ତ ଗାଠନିକ ଉପାଦାନ ଗୁଡ଼ିକ ହେଉଛି ଅଜୈବିକ ଉପାଦାନ, ଉତ୍ପାଦକ, ଭକ୍ଷକ ଓ ଅପଘଟକ ପରିସଂସ୍ଥାର କ୍ରିୟାତ୍ମକ ଦିଗ ବୋଲି ଆମେ ଜାଣିବା। ତ ଦେଖନ୍ତୁ, କ୍ରିୟାତ୍ମକ ଦିଗ ହେଉଛି କ'ଣ? ଖାଦ୍ୟ ଶୃଙ୍ଖଳା, ଶକ୍ତି ପ୍ରବାହ, ପୋଷାକ ଚକ୍ର ଓ ସମଷ୍ଟି ପରିସଂସ୍ଥାରେ ରହିଥିବା ସମସ୍ତ ଗାଠନିକ ଉପାଦାନ ଓ କ୍ରିୟାତ୍ମକ ଦିଗ ମଧ୍ୟରେ ସମନ୍ୱୟ ରହିଛି। ତ ଏହାକୁ ପରିବେଶ ସନ୍ତୁଳନ ବା କ'ଣ? ପରିବେଶ ସନ୍ତୁଳନ ବା ପ୍ରାକୃତିକ ଭାରସାମ୍ୟକୁ କୁହାଯାଏ। ତ ଏହି ଭାରସାମ୍ୟ ଠିକ୍ ରହିଲେ ପୃଥିବୀରେ ଜୀବ ବଞ୍ଚି ରହିବା ଅସମ୍ଭବ ହୋଇପଡ଼ିବ। ତ ଏହା ହେଉଛି ଆମର କ'ଣ? ପରିସଂସ୍ଥା ବା ଇକୋସିଷ୍ଟମ୍। ଯଦି 2 ମାର୍କରୁ ଆସେ ତାହେଲେ ଏଭଳିଆ ଲେଖିବେ, ବୁଝିପାରିଲେ। 2 ମାର୍କ ଆସିବେ ତାହେଲେ ଏଭଳିଆ ଲେଖିବେ। ଏବେ ଜାଣିବା ଜଳବାୟୁ ପରିବର୍ତ୍ତନ ହେଲା। 2 ନମ୍ବରରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜଳବାୟୁ ପରିବର୍ତ୍ତନ ମାନେ କ୍ଲାଇମେଟ୍ ଚେଞ୍ଜ କେମିତି ହେଉଛି ଜାଣିବା, କୋଶ୍ଚିନ୍ ଆସିବ। ତ ଚାଲନ୍ତୁ, ତ ଗୋଟିଏ ଅଞ୍ଚଳରେ 30 ବର୍ଷର ହାରାହାରି ପାଗ ଅବସ୍ଥାକୁ ଜଳବାୟୁ କୁହାଯାଏ ହେଲା। ସର୍ଟ କୋଶ୍ଚିନ୍ ଆସିବ, ତାହେଲେ ଲେଖିବେ। କ'ଣ କହିଲା? ଗୋଟିଏ ଅଞ୍ଚଳରେ 30 ବର୍ଷର ହାରାହାରି ହେଲା ପାଗକୁ କ'ଣ କୁହାଯାଏ? ଜଳବାୟୁ ପରିବର୍ତ୍ତନ କୁହାଯାଏ। ତ ଗୋଟିଏ ଅଞ୍ଚଳରେ ସକାଳ ବର୍ଷା ପାଗ ଥିବାବେଳେ ମଧ୍ୟାହ୍ନ ବେଳକୁ ଖରା ପାଗ ହୋଇପାରେ ଏବଂ ରାତିରେ ପାଗ କୁହୁଡ଼ିଆ ହୋଇପାରେ। ତେଣୁ ପାଗ ହେଉଛି ଗୋଟିଏ ପାଗ ହେଉଛି କ'ଣ? ଗୋଟିଏ ଅଞ୍ଚଳର ଗୋଟିଏ ସମୟର ବାୟୁମଣ୍ଡଳର ଅବସ୍ଥା। କିନ୍ତୁ ସେ ଅଞ୍ଚଳର ଜଳବାୟୁ ପ୍ରତିଦିନ ବଦଳେ ନାହିଁ, ଏହା ପ୍ରାୟ ସ୍ଥିର କ'ଣ ରହିଥାଏ। କାରଣ ଜଳବାୟୁକୁ ପ୍ରଭାବିତ କରୁଥିବା କାରକ ଗୁଡ଼ିକ ପ୍ରାୟ ସ୍ଥିର। ଯେପରିକି ଆମେ ଉଦାହରଣ ସହିତ ନେବା, ତାହେଲେ ସୂର୍ଯ୍ୟଙ୍କ ଠାରୁ ମିଳୁଥିବା କ'ଣ? ଆଲୋକ ଏବଂ ତାପ ସେହି ସ୍ଥାନର ବାୟୁମଣ୍ଡଳକୁ ପ୍ରଭାବିତ କରିଥାଏ ହେଲା। ସେକେଣ୍ଡ ଅପସନ୍ ହେଉଛି ବା ଉଦାହରଣ ହେଉଛି ମେରୁ ଅଞ୍ଚଳରୁ ପ୍ରଭାବିତ ହୋଇଥିବା ଶୀତଳ ସାମୁଦ୍ରିକ ସ୍ରୋତ ଏବଂ ବିଷୁବ ମଣ୍ଡଳରୁ ପ୍ରଭାବିତ ହୋଇଥାଏ ସେହି ଦେଶ ଗୁଡ଼ିକ ଶୀତଳ ବା ଉଷ୍ଣ ହେଲା ସ୍ରୋତ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ନେକ୍ସଟ ଆମେ ଉଦାହରଣ ସହିତ ନେବା, ତାହେଲେ ପୃଥିବୀ ସୂର୍ଯ୍ୟ ଚାରିପଟେ କ'ଣ ଘୁରୁଥିବା ସମୟରେ ଏହାର କକ୍ଷ ସହିତ 23 ଡିଗ୍ରୀ କିମ୍ବା 27 ଡିଗ୍ରୀ ଜଳ ରହିବ। ସେଥିପାଇଁ ପୃଥିବୀର ଉତ୍ତର ମେରୁରେ ଗ୍ରୀଷ୍ମ ଋତୁ ହୋଇଥିବା ସମୟରେ ଦକ୍ଷିଣ ମେରୁରେ ଶୀତ ଋତୁ କ'ଣ ହୋଇଥାଏ। ଏଇଟା ଆମେ ମାନେ 5th କ୍ଲାସ୍ ବା ପ୍ରଥମ କ୍ଲାସ୍ରୁ ଆମେ ପଢ଼ିକି ଆସୁଛୁ, ଯେଉଁଟାକି କ'ଣ ପଢ଼ିଲେ ଆମେ କ'ଣ ଜଳବାୟୁ ପରିବର୍ତ୍ତନ କ୍ଲାଇମେଟ୍ ଚେଞ୍ଜଟା କେମିତି ହେଉଛି ହେଲା, ଲେଖିଦେବେ। ନେକ୍ସଟ ଦେଖନ୍ତୁ, ବିଶ୍ୱ ତାପମାତ୍ରା। ଆଉ ଗୋଟେ କୋଶ୍ଚିନ୍ ଦେଖନ୍ତୁ, ବହୁତ ଇମ୍ପୋର୍ଟାଣ୍ଟ। ବିଶ୍ୱ ତାପମାତ୍ରା କ'ଣ? ଯେଉଁଟାକି ହ୍ୱାଟ୍ ଇଜ୍ ଗ୍ଲୋବାଲ୍ ୱାର୍ମିଂ। କୋଶ୍ଚିନ୍ ବହୁତ ଇମ୍ପୋର୍ଟାଣ୍ଟ, ବୁଝିପାର। ବିଶ୍ୱ ତାପମାତ୍ରା କେମିତି ହେଉଛି ହେଲା, କୋଶ୍ଚିନ୍ ଆସେ 2 ମାର୍କରୁ ଆସେ। ତ ଚାଲ,
ଦେଖ ଗ୍ଲୋବାଲ ୱାର୍ମିଂ ଶବ୍ଦର ବ୍ୟବହାର ପ୍ରଥମେ କିଏ ୱେଲ୍ ସ୍ମିଥ୍ କହିଥିଲେ ହେଲା, ୱେଲ୍ ସ୍ମିଥ୍ କହିଥିଲେ। ଏଇଟା ବ୍ରୁକକ ହେଲା, ବ୍ରୁକର କହିଥିଲେ ହେଲା, ମନେ ରଖିବେ। ତ ଦେଖନ୍ତୁ ପୃଥିବୀର ବାୟୁମଣ୍ଡଳର ହାରାହାରି ତାପମାତ୍ରାରେ ବୃଦ୍ଧିକୁ ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପମାତ୍ରା କୁହାଯାଏ। କୋଶ୍ଚିନ୍ ଗୋଟିଏ ବାକ୍ୟରେ ଲେଖିବେ ଯଦି ଆସେ କୋଶ୍ଚିନ୍ ଗ୍ଲୋବାଲ ୱାର୍ମିଂ, ହ୍ୱାଟ୍ ଇଜ୍ ଗ୍ଲୋବାଲ ୱାର୍ମିଂ? ଯଦି କହିବେ ତାହେଲେ କ'ଣ, ପୃଥିବୀ ବାୟୁମଣ୍ଡଳର ହାରାହାରି ତାପମାତ୍ରାରେ ବୃଦ୍ଧିକୁ କ'ଣ ଗ୍ଲୋବାଲ ୱାର୍ମିଂ କୁହାଯାଏ ବା ବିଶ୍ୱ ତାପମାତ୍ରା ବୃଦ୍ଧି କୁହାଯାଏ। ତ ଦେଖନ୍ତୁ ବିଗତ ଦୁଇ ଶତାବ୍ଦ ମଧ୍ୟରେ କଳକାରଖାନା ତଥା ମଟର ଯାନର ଅତ୍ୟଧିକ ବୃଦ୍ଧି ଯୋଗୁଁ ବାୟୁମଣ୍ଡଳକୁ ଅତ୍ୟଧିକ ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ୍ ପ୍ରବେଶ କରୁଛି। ଅଙ୍ଗାରକାମ୍ଳ ଗ୍ୟାସ୍ ଏଇଟା ସୂର୍ଯ୍ୟରେ ଥିବା ଅବକାଶ ହେଲା ଅବଲୋହିତ ତରଙ୍ଗ ଆହରଣ କରି ଧୀରେ ଧୀରେ କ'ଣ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି କରିବା ଦ୍ୱାରା ବିଶ୍ୱ ତାପମାତ୍ରା ପରିସ୍ଥିତି ସୃଷ୍ଟି ହୋଇଛି ହେଲା। ଏଇଟା ଆମେ ଲେଖିଦେଇପାରିବେ, ଯେଉଁଟାକି ଆମେ ଆଉ ନେବା ଚାହିଁଲେ ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଦେଖ ବୈଜ୍ଞାନିକମାନଙ୍କ କହିବା ଅନୁସାରେ ବିଶ୍ୱ ତାପମାନ ବା ବିଶ୍ୱ ତାପମାତ୍ରା ଯୋଗୁଁ ପୃଥିବୀର ମେରୁ ଅଞ୍ଚଳରେ ରହିଥିବା ବଡ଼ ବଡ଼ କ'ଣ ହିମବାହ ଗୁଡ଼ିକ ତରଳିବାରେ ଲାଗିଛି। ତ ଗତ କିଛି ବର୍ଷ ମଧ୍ୟରେ ପୃଥିବୀରେ ସମୁଦ୍ର ଜଳ ପତନର ବୃଦ୍ଧି ଘଟିଲାଣି। ଏହି ଅବସ୍ଥା ଜାରି ରହିଲେ ସମୁଦ୍ର ଜଳସ୍ତରର ଅଧିକ ବୃଦ୍ଧି ଘଟିବ, ଫଳରେ ବିଶ୍ୱର ସମୁଦ୍ର କୂଳରେ ଅବସ୍ଥିତ ସହର ଗୁଡ଼ିକ ସମୁଦ୍ର ଭିତରେ ବୁଡ଼ିଯିବ ବିଶ୍ୱ ତାପମାନ ଯୋଗୁଁ। ତ ହିମାଳୟ ହେଲା, ଏଇଟା ହିମାଳୟ ହେବ। ହିମାଳୟରେ ଅବସ୍ଥିତ କେତେକ ହିମବାହରେ ଫାଟ ସୃଷ୍ଟି ହେବାର ଜଣାପଡ଼ିଛି ହେଲା, ଏଇଟା ଜଣାପଡ଼ିଲାଣି। ତ ଏହିପରି ଅବସ୍ଥା ଜାରି ରହିଲେ ଖରା ଦିନେ ଗଙ୍ଗା ନଦୀରେ ବନ୍ୟା ଆସିପାରେ ଏବଂ ଏହି ନଦୀ ଆଉ କ'ଣ ଚିରସ୍ଥିର ହୋଇ ରହିବ ନାହିଁ। ତ ଏଇଭଳିଆ କ'ଣ ହେଉଛି ଆମେ କ'ଣ ପଢ଼ିଲେ ଗ୍ଲୋବାଲ ୱାର୍ମିଂଟା ବିଶ୍ୱ ତାପମାତ୍ରାଟା କେମିତି ହେଉଛି, ଏଇଟା ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ହେଲା। ଏଇ ବର୍ଷ ମଧ୍ୟ ଆସିଥିଲା, ମାନେ ଯେଉଁମାନଙ୍କ କଲେଜରେ ମଧ୍ୟ କମ୍ପ୍ଲିଟ୍ ମାନେ VSCଟା ମାନେ ସରିଯାଇଛି, ତ ଏଇ କୋଶ୍ଚିନ୍ଟା ଆସିଥିଲା, ମୁଁ ଦେଖୁଥିଲି, ତେଣୁକରି କୋଶ୍ଚିନ୍ଟାକୁ ବହୁତ ଇମ୍ପୋର୍ଟାଣ୍ଟ ମାନେ ମନେ ରଖିବେ ହେଲା। ନେକ୍ସଟ ଦେଖନ୍ତୁ ବାତ୍ୟା। ସାଇକ୍ଲୋନ୍ କ'ଣ କୋଶ୍ଚିନ୍ ଆସେ, ସାଇକ୍ଲୋନ୍ ହ୍ୱାଟ୍ ଇଜ୍ ସାଇକ୍ଲୋନ୍? ତ ପଢ଼ିବା ଦେଖନ୍ତୁ ସାଇକ୍ଲୋନ୍ କାହା କୁହାଯାଏ। ତ ବାୟୁମଣ୍ଡଳରେ କୌଣସି ଲଘୁଚାପ ଅଞ୍ଚଳର ତାପମାତ୍ରା 37 ଡିଗ୍ରୀ ସେଲସିୟସ୍ରୁ ଅଧିକ ହେଲେ ଏହାର କେନ୍ଦ୍ର ଆଡ଼କୁ ଚତୁର୍ଦିଗରୁ ଲଘୁଚାପ ଅଞ୍ଚଳର ବାୟୁ ଘୁରି ଘୁରି ଖୁବ୍ ଜୋରରେ ପ୍ରଭାବିତ ହୁଏ। ତ ଏହାକୁ ବାତ୍ୟା କୁହାଯାଏ। ତ ବାତ୍ୟା କାହା କୁହାଯାଏ ଲେଖିବେ, ଯଦି ବାୟୁମଣ୍ଡଳରୁ କୌଣସି ଲଘୁଚାପ ହେଲା ଅଞ୍ଚଳର ତାପମାତ୍ରା କ'ଣ 37 ଡିଗ୍ରୀ ସେଲସିୟସ୍ରୁ ଅଧିକ ହେଲେ ଏହାର କେନ୍ଦ୍ର ଆଡ଼କୁ କ'ଣ ଚତୁର୍ଦିଗରୁ ଲଘୁଚାପ ଅଞ୍ଚଳର ବାୟୁ ଘୁରି ଘୁରି କ'ଣ ଖୁବ୍ ଜୋରରେ ପ୍ରଭାବିତ ହୋଇଥାଏ। ଏହାକୁ କ'ଣ କୁହାଯାଏ, ବାତ୍ୟା କୁହାଯାଏ। ତାର ଗୋଟେ ଉଦାହରଣ ସହିତ ନେବା, 1999ରେ ଓଡ଼ିଶାରେ ମହାବାତ୍ୟା ବାୟୁ ପ୍ରଭାବର ଘଣ୍ଟା 300 କିଲୋମିଟର ହୋଇଥିଲା। କୋଶ୍ଚିନ୍ ଆସେ ଯେଉଁ ଓଡ଼ିଶାରେ ଯେଉଁ ମହାବାତ୍ୟା ହୋଇଥିଲା ଯେଉଁଟାକି 1919ରେ, ତ ତାର ବେଗଟା କେତେ ଥିଲା ବା ପ୍ରଭାବର ବେଗ କେତେ ଥିଲା, 300 କିଲୋମିଟର ହୋଇଥିଲା ହେଲା, ମନେ ରଖିବେ। ସର୍ଟ କୋଶ୍ଚିନ୍ ଆସେ। ନେକ୍ସଟ ପରବର୍ତ୍ତୀ ଦେଖନ୍ତୁ ବାୟୋଡାଇଭର୍ସିଟି ହଟସ୍ପଟ୍ କ'ଣ, ବହୁତ ଇମ୍ପୋର୍ଟାଣ୍ଟ। ହ୍ୱାଟ୍ ଇଜ୍ ବାୟୋଡାଇଭର୍ସିଟି ହଟସ୍ପଟ୍ ହେଲା, ବୁଝିବା କୋଶ୍ଚିନ୍ ବହୁତ ଇମ୍ପୋର୍ଟାଣ୍ଟ। ଦେଖ ଯେଉଁ ସ୍ଥାନରେ ବର୍ଷର ବାୟୋଡାଇଭର୍ସିଟି ହେଲା ପ୍ରକ୍ରିୟା ଦ୍ୱାରା ସୃଷ୍ଟି ହୋଇଥିବା ବିଶେଷ ଗୁଣରେ ଏଇଟା ବାୟୋଡାଇଭର୍ସିଟି ହେବ ହେଲା। ଲେଖିବାର ମାନେ ସ୍ପେଲିଂଟା ଭୁଲ ହେଇଛି, ବାୟୋଡାଇଭର୍ସିଟି ଏଇଟା ହେବ, ବୁଝିପାରିଲେ। ତ ଯେଉଁ ସ୍ଥାନରେ ବର୍ଷର ବାୟୋଡାଇଭର୍ସିଟି ପ୍ରକ୍ରିୟା ଦ୍ୱାରା ସୃଷ୍ଟି ହୋଇଥିବା ବିଶେଷ ଗୁଣରେ ସମୃଦ୍ଧ ସ୍ଥାନିକ ପ୍ରଜାତି ସମୂହ ମନୁଷ୍ୟକୃତ କାର୍ଯ୍ୟକଳାପ ଯୋଗୁଁ ବିଲାପ୍ତ ହେବାର ଆଶଙ୍କା ଓ ଭୟ ସଞ୍ଚାର କରୁଛି, ସେହିସବୁ ସ୍ଥାନ ଗୁଡ଼ିକ ଜୈବ ବିବିଧତା ହେଲା। ଏଇଟା ବିବିଧତା ହେବ, ଟିକେ ଟାଇପିଂ ଭୁଲ ହେଇଯାଇଛି, ଆପଣ ଟିକେ ଜଷ୍ଟ ମାନେ କରେକ୍ସନ୍ କରିଦେବେ। ବିବିଧତା ହେଲା, ବିବିଧତା। ତ ବିବିଧତା ଗୁରୁତ୍ୱ ସ୍ଥାନ ବା ବାୟୋଡାଇଭର୍ସିଟି ହଟସ୍ପଟ୍ କୁହାଯାଏ। ତ ଦେଖ ବାୟୋଡାଇଭର୍ସିଟି କାହାକୁ କୁହାଯାଏ ଲେଖିବେ। ଦେଖନ୍ତୁ ଭାରତରେ କ'ଣ କୋଶ୍ଚିନ୍ ଆସେ, ଭାରତରେ 4ଟି ସ୍ଥାନକୁ ଜୈବ ବିବିଧତା ବା ବାୟୋଡାଇଭର୍ସିଟି ଗୁରୁତ୍ୱ ସ୍ଥାନ ଘୋଷଣା କରାଯାଇଛି। ସେଗୁଡ଼ିକ କ'ଣ, ଉତ୍ତର ପୂର୍ବାଞ୍ଚଳ, ପୂର୍ବ ହିମାଳୟ, ପଶ୍ଚିମ ଘାଟ, ଯୋଉଟା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ସମୁଦ୍ରରେ କ'ଣ 4ଟି ଜାଗାରେ ବାୟୋଡାଇଭର୍ସିଟିର କ'ଣ ବିବିଧତା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଘୋଷଣା କରାଯାଇଛି ହେଲା। ଏଇଟା ଆପଣମାନେ ଲେଖିବେ। ତ ଦେଖନ୍ତୁ ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆନ୍ସର୍ ଥିଲା ଆପଣଙ୍କର କ'ଣ VSC
है VSC कंपलसरी सब्जेक्ट ए क्वेश्चन बहुत इंपोर्टेंट आप मन रखु क्वेश्चन को बारंबार प्रैक्टिस करूँ इंग्लिश मीडियम हो कि ओडिया मीडियम पिला माने समस्ते ए क्वेश्चन को माने प्रैक्टिस करूँ टिके रुहतु सॉरी बुझीपारे क्वेश्चन बहुत माने इंपोर्टेंट अच्छी समस्ते देखीदे इंग्लिश मीडियम पिला जो मैंने इंग्लिश देवाक चाहते मुझे PDF छाड़ी टेलीग्राम में समस्त जॉइन हो टेलीग्राम में पाइपर है टेलीग्राम लिंक थी आपको वीडियो डेस्क्रिप्शन तले तो देखो तो आज ये बहुत इंपोर्टेंट सिलेक्शन क्वेश्चन आम डिस्कसन करें आशा कर किसी मात्रा वीडियो भल लगी जदि वीडियो भल लगे वीडियो को समस्त लाइक करेंगे चैनल को चैनल को सब्सक्राइब कर आगे नुआ वीडियो आउ गोटे नुआ वीडियो आप देखा मुझे रोचे धन्यवाद।